ଜୟ ଜଗନ୍ନାଥ ଭାଇ ଓ ଭଉଣୀମାନେ, ଉତ୍କଳ ଗୌରବ ପାଠଶାଳା ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛି। ଆସନ୍ତୁ ଆଜିର କ୍ଲାସ୍ ଆମେ ପ୍ରଫିଟ୍ ଲସ୍ ଏବଂ ଡିସକାଉଣ୍ଟ ବିଷୟରେ ଜାଣିବା ଏବଂ ତାର କିଛି କ୍ୱେଶ୍ଚନ୍ ଆନ୍ସର ମଧ୍ୟ ଡିସ୍କସ୍ କରିବା। এই ପ୍ରଫିଟ୍ ମାନେ ଲାଭ, କ୍ଷତି କିମ୍ବା ଡିସକାଉଣ୍ଟ ମାନେ ରିହାତି। ପ୍ରଥମେ ତ ଲାଭ କହିଲେ ଆମର ଜଣେ ମନେ କରାଯାଉ ଦୋକାନୀ, ସେ ଦୋକାନୀ କଣ କରିବ, ସେ କିଛି ଜିନିଷ କ୍ରୟ କରିବ, ତାକୁ ଆମେ ସିପି ବୋଲି କହୁଛୁ। ତାକୁ କ୍ରୟ ମୂଲ୍ୟ ଏବଂ କିଛି ବିକ୍ରୟ କରିବ, କିଛି ଜିନିଷ ସେ କ୍ରୟ କରି ଆଣିକି ସେ ବିକ୍ରୟ କରିବ, ଯାହାକୁ କି ଏସପି କୁହାଯାଉଛି, ସେଲିଂ ପ୍ରାଇସ୍, ବିକ୍ରୟ ମୂଲ୍ୟ। ଯଦି କ୍ରୟ ମୂଲ୍ୟ ଏବଂ ବିକ୍ରୟ ମୂଲ୍ୟ ଉପରେ ଡିପେଣ୍ଡ କରେ ତାର ଲାଭ ଏବଂ କ୍ଷତି। ଯଦି କ୍ରୟ ମୂଲ୍ୟ ସେଲିଂ ପ୍ରାଇସ୍ ମାନେ ବିକ୍ରୟ ମୂଲ୍ୟ ଠାରୁ ବିକ୍ରୟ ମୂଲ୍ୟ ଯଦି ଅଧିକା ରହିବ ତାହେଲେ ସେଠି କଣ ହବ, ଲାଭ ହବ। ଆଉ ଯଦି କ୍ରୟ ମୂଲ୍ୟ ଅଧିକା ରହିକି ଆମର ବିକ୍ରୟ ମୂଲ୍ୟ କମିଯିବ ତାହେଲେ ଏଠି କ୍ଷତି ହବ। ବୁଝିପାରିଲେ? ତାହେଲେ ଆମେ କହିପାରିବା ଲାଭ ଇକ୍ୱାଲ ଟୁ ଏସପି ମାଇନସ୍ ସିପି ଏବଂ କ୍ଷତି ଇକ୍ୱାଲ ଟୁ ସିପି ମାଇନସ୍ ଏସପି। ଶତକଡ଼ା ଲାଭ ଆସିବ। ଶତକଡ଼ା ଲାଭ କହିଲେ ଆମର ଯେତିକି ଲାଭ ହେଇଥିବ ଡିଭାଇଡ ବାଇ ଆମର କଷ୍ଟ ପ୍ରାଇସ୍, କ୍ରୟ ମୂଲ୍ୟ, ଇଣ୍ଟୁରେ ଆମେ 100 କରିବା, ତାହେଲେ ଆମେ ଲାଭ ପାଇପାରିବା। ଶତକଡ଼ା କ୍ଷତି ପାଇବା ପାଇଁ ହେଲେ ଆମେ ଯେତିକି କ୍ଷତି ହେଇଥିବ ଡିଭାଇଡ ବାଇ କଷ୍ଟ ପ୍ରାଇସ୍, କ୍ରୟ ମୂଲ୍ୟ, ଇଣ୍ଟୁରେ 100 କରିବା। ସବୁ ହେଲା ତାର ଫର୍ମୁଲା। ତା ସହିତ ଆମର ଡିସକାଉଣ୍ଟ, ରିହାତି। ଡିସକାଉଣ୍ଟ କିପରି ବାହାର କରିବା? ମନେ କରାଯାଉ ଗୋଟେ ଜିନିଷର ମାର୍କେଟ ପ୍ରାଇସ୍ ହେଇଥିବ 100 ଟଙ୍କା। ଯଦି ଏମଆରପି 100 ଟଙ୍କା ଦେଇଛି ତାହେଲେ ମନେ କରାଯାଉ 10% ଡିସକାଉଣ୍ଟ ଅଛି, ତାହେଲେ ସେ କେତେ ଟଙ୍କାରେ ବିକ୍ରି କରିବ? ବିକ୍ରି କରିବ 10%, ତାହେଲେ 100 ର 10% କେତେ? 10, ତାହେଲେ 100 ଟଙ୍କା ତା ମାନେ ମାଇନସ ହବ, ତାହେଲେ ଆସିବ 90। 90 ଟଙ୍କାଟା ସେ ଦୋକାନୀ ପାଇଁ ସେଲିଂ ପ୍ରାଇସ୍ ହବ, ଆଉ ଯିଏ ଗ୍ରାହକ ଯଦି କିଣିବ ତା ପାଇଁ କ୍ରୟ ମୂଲ୍ୟ ହେଇଯିବ, ସିପି ହେଇଯିବ। ତାହେଲେ ଇଏ ହଉଛି ତାର ବେସିକ କନସେପ୍ଟ, ବୁଝିଲା? ସହିତ ଆମେ କ୍ୱେଶ୍ଚନର ଆଲୋଚନା କରୁ କରୁ ଆପଣମାନେ ତାକୁ ଭଲ ଭାବରେ ଜାଣିପାରିବେ। ତାହେଲେ ଚାଲନ୍ତୁ ଆମେ କିଛି କ୍ୱେଶ୍ଚନ ଡିସ୍କସ୍ କରିବା। ଆସନ୍ତୁ, ପ୍ରଥମ କ୍ୱେଶ୍ଚନ ହେଲା, ପିଲାମାନେ ମୁଁ କହିଦେବା ପାଇଁ ଚାହେଁ, ଏବେ ଯେତେ ସବୁ ଆମର ଷ୍ଟେଟ ଗଭର୍ଣ୍ଣମେଣ୍ଟ ହଉ ବା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ହଉ, ପ୍ରାୟତଃ ପ୍ରତ୍ୟେକ ଯିଏ ଓଡ଼ିଆରେ ଦେବା ପାଇଁ ଚାହିଁବେ ସେ ଓଡ଼ିଆରେ ଦେଇପାରିବେ। ତେଣୁ ମୁଁ ଇଂଲିଶର କ୍ୱେଶ୍ଚନ ମୁଁ ଟାଇପ କରିନି, ଓଡ଼ିଆରେ ହିଁ ବୁଝିବା। ଗୋଟିଏ ବସ୍ତୁ 800 ଟଙ୍କାରେ କିଣା ଯାଇ 920ରେ ବିକ୍ରି ହେଲା, ଲାଭ ଶତକଡ଼ା କେତେ? ତାମାନେ ସେ ଦେଇଛି କଣ, କ୍ରୟ ମୂଲ୍ୟ ବା ସିପି ଦେଇଛି 800 ଟଙ୍କା ଏବଂ ସେଲିଂ ପ୍ରାଇସ୍ ଦେଇଛି ବିକ୍ରୟ ମୂଲ୍ୟ 920 ଟଙ୍କା। ତାହେଲେ ଯଦି ଆମେ ଦେଖିବା ସିପି ଏବଂ ଏସପି, କିଏ ଅଧିକ ଅଛି? ନା ଏସପି ଅଧିକ ଅଛି। ତାହେଲେ ଏତିକି ଭିତରୁ ଆମେ ମାଇନସ କରିବା ଏତିକି, ତାହେଲେ ଏସପି ମାଇନସ ସିପି, ତାହେଲେ ଆମେ ଲାଭ ପାଇପାରିବା। ପଚାରିଛି ଶତକଡ଼ା ଲାଭ, ତାହେଲେ ପ୍ରଥମେ ଲାଭ ବାହାର କରିବା, 920 ମାଇନସ 800, ତାହେଲେ 120। ତାହେଲେ 120 ରୁ ଆମେ ଶତକଡ଼ା ଲାଭ ବାହାର କରିବା,
ଶତକଡ଼ା ଲାଭ। ଲାଭ କେତେ ଅଛି? ତାର ଫର୍ମୁଲା କଣ? ଲାଭ ଡିଭାଇଡ୍ ବାଇ ସିପି ଇଣ୍ଟୁ 100। ତାହେଲେ 120 ବିଭକ୍ତରେ 800 ଇଣ୍ଟୁ 100। ଇଏ କଟିଯିବ 8ରେ। 8ରେ କାଟିବା ଯଦି ୟାକୁ 8 × 8 ରହିଲା 40, 8 × 5 = 40। ତାହେଲେ କେତେ ପାଇଲେ? 15। ତାହେଲେ 15 ଶତକଡ଼ା। ଯଦି ଜଣେ 800 ଟଙ୍କାରେ ଜିନିଷଟାକୁ କିଣିକି 920 ଟଙ୍କାରେ ବିକୁଛି, ତାହେଲେ କେତେ ପ୍ରତିଶତ ଲାଭ ହଉଛି? ନା 15%। ବୁଝିହେଲା? ତାହେଲେ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ ଦେଖିବା। କ୍ୱେଶ୍ଚନ କହିଛି ଗୋଟିଏ ବସ୍ତୁ 600 ଟଙ୍କାରେ କିଣି 540 ଟଙ୍କାରେ ବିକ୍ରି କରାଗଲା, ତ କ୍ଷତି ଶତକଡ଼ା କେତେ? ତାହେଲେ ନିଶ୍ଚିତ ଭାବରେ ଜଣେ ଯଦି 600 ଟଙ୍କା ଦେଇ ଗୋଟେ ଜିନିଷ କିଣୁଛି, ତାହେଲେ ତାକୁ ପୁଣି ବିକ୍ରି କରିବ ସେ କେତେ? ବିକ୍ରି କରୁଛି 540 ଟଙ୍କା। ତାହେଲେ ଆମର ସିପି ଅଧିକ ଅଛି, କ୍ରୟ ମୂଲ୍ୟ ଅଧିକ ଅଛି। କ୍ରୟ ମୂଲ୍ୟଟା କଣ? ଅଧିକ ଅଛି କ୍ରୟ ମୂଲ୍ୟ ଠାରୁ। ତାହେଲେ ନିଶ୍ଚିତ ଭାବରେ କ୍ଷତି ହେଇଛି। ଯଦି କ୍ଷତି ବାହାର କରିବା ପାଇଁ ହେଲେ ଆମେ କଣ କରିବା? ନା ସିପି ମାଇନସ୍ ଏସପି। ତାହେଲେ ସିପି କେତେ ଦେଇଛି? 600 ମାଇନସ୍ 540। ତାହେଲେ 540 600 କେତେ? 60। ତାହେଲେ ଇଏ ହେଲା କ୍ଷତି। ତାହେଲେ ଶତକଡ଼ା କ୍ଷତି ପଚାରିଛି। ଶତକଡ଼ା କ୍ଷତି ପାଇବା ହେଲେ କଣ କରିବା? କ୍ଷତି by cost price into କ୍ଷତି କେତେ? 60 divided by cost କେତେ? 600 into କାଟିବା 6ରେ, 6ରେ କାଟିବା ଏକୁ 10। ତାହେଲେ 10% ତାହେଲେ କ୍ଷତି ପାଇଛି। ବୁଝିଲା? ଇଏ ହେଲା। ଚାଲନ୍ତୁ ଯିବା ନେକ୍ସଟ କ୍ୱେଶ୍ଚନ ଦେଖିବା। ନେକ୍ସଟ କ୍ୱେଶ୍ଚନ ସେଇଭଳିଆ। ଏ ଯେ ଗୋଟିଏ ବେପାରୀ 20% ଲାଭରେ ବସ୍ତା ବିକ୍ରି କରେ। ଯଦି କ୍ରୟ ମୂଲ୍ୟ 500, ତେବେ ବିକ୍ରୟ ମୂଲ୍ୟ କେତେ? এই କ୍ୱେଶ୍ଚନକୁ ଆମେ ଦିଟା ପ୍ରୋସେସରେ ସଲ୍ଭ କରିବା। ପ୍ରଥମତଃ ଆମେ ଯୋଉ ବେସିକ ପଢିଥିଲେ, କଣ ଦେଇଛି ନା ସିପି ଦେଇଛି 500 ଏବଂ ଶତକଡ଼ା ଲାଭ ଦେଇଛି 20%। ତାହେଲେ ଆମେ ଜାଣିଛେ ଶତକଡ଼ା ଲାଭ ଇକ୍ୱାଲ୍ ଟୁ କେତେ? ଲାଭ ବିଭକ୍ତ ସିପି ଇଣ୍ଟୁ 100। ତାହେଲେ ଏଠି ତାର ଭ୍ୟାଲୁ ପୁଟ୍ କରିବା। ଏଠି 20 ଲେଖିବା, ଲାଭ ବିଭକ୍ତରେ ସିପି କେତେ? 500 ଇଣ୍ଟୁରେ 100 କାଟିବା 5। ତାହେଲେ ଆମେ ପାଇଲେ କଣ? ଲାଭ ବିଭକ୍ତ 5 ସମାନ 20। ତାହେଲେ ଆକ୍ଚୁଆଲି ଲାଭ କେତେ ପାଇବା? ଇକ୍ୱାଲ୍ ଟୁ 20 ଇଣ୍ଟୁ 5 100 ଟଙ୍କା। ତାହେଲେ ଆମର କଷ୍ଟ ପ୍ରାଇସ୍ ହଉଛି 500 ଟଙ୍କା, ଲାଭ ହଉଛି 100 ଟଙ୍କା। ତାହେଲେ ଆମେ ସେଲିଂ ପ୍ରାଇସ୍ ତାହେଲେ କେତେ ହବ? ସିପି ପ୍ଲସ୍ ଲାଭ। ସିପି କେତେ? 500 ପ୍ଲସ୍ ଲାଭ କେତେ? 100। ଆମର ହେଇଯିବ 600। ବୁଝିଲା? ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ ଦେଖିବା। ଗୋଟିଏ ବସ୍ତୁ ସେଟାକୁ ସେ କ୍ୱେଶ୍ଚନକୁ ଆଉ ଗୋଟେ ଅଲଗା ପ୍ରୋସେସରେ କେମିତି ସଲ୍ଭ କରାଯିବ ଏଇଟା ଦେଖନ୍ତୁ ଆଉଥରେ। ଆମେ ଯୋଉ ପିଲାମାନେ ରେସିଓ ଏବଂ ପରସେଣ୍ଟେଜକୁ ଭଲ ଭାବରେ ବୁଝିଛନ୍ତି, ସେମାନେ ଏ ପରସେଣ୍ଟେଜ ଓ ରେସିଓ ମେଥଡରେ ସଲ୍ଭ କରିପାରିବେ। କେମିତିକା? ଆମେ ମନେ କରିବାକୁ ଦେଇଛି 20% ଲାଭ। 20% ର ଫ୍ରାକ୍ସନ ଭ୍ୟାଲୁ କଣ ଜାଣିଛେ? 1/5। ଯୋଉ ପିଲାମାନେ ପରସେଣ୍ଟେଜ ର କ୍ଲାସ ଦେଖି ନାହାନ୍ତି, ସେମାନେ ଯାଇକି ମୋର ଭିଡିଓ ପ୍ଲେଲିଷ୍ଟ ରୁ ପରସେଣ୍ଟେଜ ର କ୍ଲାସ ଦେଖିପାରିବେ ଏବଂ ବୁଝିପାରିବେ କିଭଳି ତାର ଫ୍ରାକ୍ସନ ଭ୍ୟାଲୁ ହଉଛି ଏବଂ କିଭଳି ପରସେଣ୍ଟେଜ ଭ୍ୟାଲୁ ହଉଛି। ତାହେଲେ ଆମେ 20% କୁ ଫ୍ରାକ୍ସନ ଭ୍ୟାଲୁରେ ଲେଖିଦେଲେ 1/5। ତାମାନେ 1 ରେସିଓ, ଇଏ ହେଲା 5 ରେସିଓ। ବୁଝିଲା? ତାହେଲେ
ଆମେ ଏଇଠି 5 ରେସିଓକୁ କଣ ବୁଝିବା ନା ଏକ ତ ସିପି କିମ୍ବା ଏମଆରପି, ତାମାନେ 5ଟା ହଉଛି 100%, ବୁଝିଲ? ଆଉ ତାର ଯେତିକି ଯଦି ଲାଭ ଦେଇଥିବ, ଏଇଟା ଏଇଟା ଉପରଟା ହଉଛି ଲାଭଟା, ସବୁବେଳେ ଲାଭ ହେଇପାରେ କ୍ୱେଶ୍ଚନ ଲାଭ ଦେଇଥିବ ଲାଭ, କ୍ଷତି ଦେଇଥିଲେ କ୍ଷତି, ଡିସକାଉଣ୍ଟ ଦେଇଥିଲେ ଡିସକାଉଣ୍ଟ କୁ ବୁଝେଇବ, ବୁଝିଲା? ଏମିତିକା ଦେଖନ୍ତୁ ମନେ କରାଯାଉ ଏଠି 20% ର ଫ୍ରାକ୍ସନ ଭ୍ୟାଲୁ 1/5, ତାହେଲେ ଆମର ଏଇ ଯୋଉ 1/5 ତାକୁ 1 ରେସିଓ ମାନିନେବା, ତାକୁ 5 ରେସିଓ, ତାହେଲେ 5 ରେସିଓ ବରାବର 5 ରେସିଓ ବରାବର ଆମେ ଏଠି ଦେଇଛି କଣ କ୍ରୟ ମୂଲ୍ୟ ସିପି, ତାମାନେ ଏଟା ସିପି ଦେଇଛି, ତାହେଲେ 5 ରେସିଓ ବରାବର ଆମେ 500 ଲେଖି, 1 ରେସିଓ ବରାବର 500 ବିଭକ୍ତରେ 5, ଏଠି 5 ତଳକୁ ଆସିଯିବ, ତାହେଲେ 5 10 50 ସେ ବରାବର, ତାହେଲେ ଯଦି ଲାଭ ହେଇଥିବ ଏଇ ଫ୍ରାକ୍ସନ ଭ୍ୟାଲୁରେ ହିଁ ଆମେ ଜାଣିପାରିବା, ଯଦି ଲାଭ ହେଇଥିବ 5 ପ୍ଲସ ତାହେଲେ 6 ରେସିଓ ହେଇଯିବ, 5 ରେସିଓ ପ୍ଲସ 1 ରେସିଓ, 1 ରେସିଓ ବରାବର ଯଦି 100 ହୁଏ, 6 ରେସିଓ କେତେ ହବ? 6 ରେସିଓ 6 ଇଣ୍ଟୁ 100 600 ହେଲା, ହେଲା ତାର 100। ଏଇଭଳି ଭାବରେ ଆଉ ଗୋଟେ ଦିଟା କ୍ୱେଶ୍ଚନ ପ୍ରାକ୍ଟିସ କରିବା, ଆପଣ ନିଶ୍ଚିତ ବୁଝିପାରିବେ। ତାହେଲେ ଚାଲନ୍ତୁ, ଗୋଟିଏ ବସ୍ତୁ 25% କ୍ଷତିରେ ବିକ୍ରି ହେଲା, କ୍ରୟ ମୂଲ୍ୟ 450 ହେଲେ କ୍ରୟ ମୂଲ୍ୟ କେତେ? ହେଇଛି କଣ percentage of କ୍ଷତି, 25%, 25% ର ଫ୍ରାକ୍ସନ ଭ୍ୟାଲୁ କଣ 1/4, ତାହେଲେ ଏଇ 4ଟାକୁ ଆମେ କଣ ନବା ସିପି ନବା, ଆଉ ଏଇଟା ହେଲା ତାର କ୍ଷତି, ଯଦି 4 ରେସିଓରୁ ହେଉଛି 1 ରେସିଓ, ତାମାନେ ମାଇନସ 1 ରେସିଓ ସମାନ କେତେ 3 ରେସିଓ, ଏଇଟା କଣ ଆସିଲା ଇଏ ହେଲା ଏସପି, ବୁଝିଲା? 3 ରେସିଓ ହଉଛି ଏସପି, 4 ରେସିଓ ହଉଛି ସିପି, ଆଉ 1 ରେସିଓ ହଉଛି କ୍ଷତି। ତାହେଲେ ଆମର ଦେଇଛି କଣ ବିକ୍ରୟ ମୂଲ୍ୟ 450, ତାହେଲେ ବିକ୍ରୟ ମୂଲ୍ୟ ଏସପି 3 ରେସିଓ ବରାବର ଆମେ 450 ଲେଖିପାରିବା, 1 ରେସିଓ ବରାବର କେତେ 450 ବିଭକ୍ତରେ 15 3 45 0, 1 ରେସିଓ କେତେ ପାଇଲେ 150, ତାହେଲେ 1 ରେସିଓ 150 ପାଇଲେ 150 କ୍ରୟ ମୂଲ୍ୟ ମାନେ ସିପି, 4 ରେସିଓ ସିପି को मानुଛି, 4 ରେସିଓ ବରାବର 4 ଇଣ୍ଟୁ 150, 60 600 ହେଲା 600 ଟଙ୍କା, ତାହେଲେ କ୍ରୟ ମୂଲ୍ୟ ଆସିଲା। ଚାଲନ୍ତୁ ଯିବା ନେକ୍ସଟ ଦେଖିବା, କ୍ୱେଶ୍ଚନ ଆମର ଦେଇଛି ଗୋଟିଏ ବସ୍ତୁକୁ 1000 ରେ ଚିହ୍ନିତ କରାଗଲା, ତାହେଲେ ଏମଆରପି କେତେ 1000, ଏମଆରପି 1000 ଛାଡ଼ ଦେଇ ବିକ୍ରି କଲା, ଡିସକାଉଣ୍ଟ ଦେଇଛି 10%, 10% ର ଫ୍ରାକ୍ସନ ଭ୍ୟାଲୁ କଣ 1/10, ଇଏ ହେଲା ସିପି ବା ଏମଆରପି, ଆଉ ଏ ହେଲା ଡିସକାଉଣ୍ଟ, ତାହେଲେ ଆମର ସିପି ଦେଇଛି 10 ରେସିଓ ବରାବର ଦେଇଛି 1000 ଟଙ୍କା, 1 ରେସିଓ ବରାବର କେତେ ହବ ବିଭକ୍ତର 10 କଟିଗଲା, ସେ ବରାବର 100, ତାହେଲେ ଆମର ପଚାରିଛି ବିକ୍ରୟ ମୂଲ୍ୟ, ଯଦି 1ଟା ବିକ୍ରୟ ମୂଲ୍ୟ ହୁଏ 1 ର ଡିସକାଉଣ୍ଟ ଦେଇଛି, 10 ରୁ 1 ଡିସକାଉଣ୍ଟ ଦଉଛି, ତାମାନେ 10 ରୁ 1 ଡିସକାଉଣ୍ଟ ହଉଛି, ତା 10 ରୁ 1 ମାଇନସ ହବ, ତାହେଲେ ଡିଫରେନ୍ସ 9 ରେସିଓ, ଆମେ ଡାଇରେକ୍ଟ 9 ରେସିଓ ବରାବର 100 ଇଣ୍ଟୁ 9,
ଆଁ? 900 ବୁଝିଲେ 900 ଟଙ୍କା। ତାହେଲେ ଯଦି 1000 ଟଙ୍କାର ଜିନିଷକୁ ଆମେ 10% ଯଦି ଡିସକାଉଣ୍ଟ ଦବା ତାହେଲେ କେତେ ଟଙ୍କାରେ ବିକ୍ରି କରିବା? ତାହେଲେ 900 ଟଙ୍କା। ଆଉ ଯଦି ଆପଣ ମାନେ ଯାଇଥିବେ ଯେକୌଣସି ଦୋକାନକୁ ତାହେଲେ ଯଦି 1000 ଟଙ୍କାର ଜିନିଷଟା ହେଇଥିବ ତାହେଲେ 10% ଯଦି ଡିସକାଉଣ୍ଟ ଦୋକାନ ଦଉଥିବ ତାହେଲେ ଆପଣ ମାନେ କେତେ ଜିନିଷ ଆଣିବେ? ନା 900 ଟଙ୍କା ଦେଇକି। ବୁଝିଲେ? ଚାଲନ୍ତୁ ଆଉ ଗୋଟେ କ୍ୱେଶ୍ଚନ। କ୍ୱେଶ୍ଚନ ନମ୍ବର 6 କଣ ଦେଇଛି? ଗୋଟିଏ ବସ୍ତୁକୁ 400 ରେ କିଣି 15% 15% ଲାଭରେ ବିକ୍ରି କଲେ ବିକ୍ରୟ ମୂଲ୍ୟ କେତେ? ତାମାନେ ଆମର ପରସେଣ୍ଟେଜ ଅଫ ଲାଭ ଦେଇଛି କେତେ? 15%। ତାହେଲେ 15% ର ପରସେଣ୍ଟ କେତେ? 3,20,000। ଏଇଠି ହଉଛି ଲାଭ। ତାହେଲେ 20 ରେସିଓ ଆଉ 3 ରେସିଓ ଆମେ କଣ କରିଦେଲେ? ତାହେଲେ ଏଇ 20 ରେସିଓ ଟା କଣ? ହଉଛି ସିପି। ବୁଝିହେଲା? ଆଉ ଇଏ ହେଲା ଲାଭ। ଆମର ଏସ୍ପି କେତେ ହବ? 20 ରୁ 3 ହେଇଯିବ। ଯଦି କ୍ଷତି ହେଇଥିବ ଏମାନଙ୍କର ଡିଫରେନ୍ସ ନିଆଯିବ। ଆଉ ଯଦି ଲାଭ ହେଇଥିବ ତାହେଲେ ଏମାନଙ୍କୁ ଯୋଗ କରାଯିବ। ତାହେଲେ 20 3 23 23 ରେସିଓ ଏସ୍ପି ବାହାର କରିବା ଆମେ। ଦେଇଛି ଆମର 20 ରେସିଓ ଟା ଦେଇଛି। ଆମର ସିପି ଦେଇଛି 20 ରେସିଓ ବରାବର 400 ରେସିଓ ବରାବର 400 ବିଭକ୍ତରେ 20 ଶୂନ ଶୂନ କଟିଗଲା 2 20 40 ତାହେଲେ 20 ରେସିଓ ପାଇଲେ 20। ତାହେଲେ ଆମର ବିକ୍ରୟ ମୂଲ୍ୟ କେତେ? 23 ରେସିଓ। 20 3 23 ତାହେଲେ 23 ରେସିଓ ବରାବର କେତେ ଆସିବ? 30 ଇଣ୍ଟୁ 20 2 3 6 2 2 4 ଶୂନ ହେଲେ ଆସିବ 460। ତାହେଲେ 400 ଟଙ୍କାରେ କିଣିକି 460 ଟଙ୍କାରେ ବିକିଲେ ତାହେଲେ 15% ଲାଭ ହଉଛି। ବୁଝିଲା? ଏ ହେଲା ଆନ୍ସର। ତାପରେ ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ କୁ ଯିବା। କ୍ୱେଶ୍ଚନ ହେଲା ଗୋଟିଏ ବସ୍ତୁକୁ 750 ଟଙ୍କାରେ କିଣା ଯାଇ 20% ଲାଭରେ ବିକ୍ରି କଲେ ବିକ୍ରୟ ମୂଲ୍ୟ କେତେ? ତାହେଲେ କେତେ ପରସେଣ୍ଟେଜ ଅଫ ଲାଭ ଦେଇଛି କେତେ? 20%। 20% ର ପରସେଣ୍ଟ 5। ତାହେଲେ ଏଇ ହେଲା ସିପି, ଏଇ ହେଲା ପ୍ରଫିଟ। ତାହେଲେ 5 ରେସିଓ ବରାବର ଦେଇଛି ସିପି ଦେଇଛି କେତେ? 750। 750 ରେସିଓ ବରାବର କେତେ? ଆମର 750 ବିଭକ୍ତରେ 5। ତାହେଲେ ଇଏ ହେଲା 15 ପଞ୍ଚା 75 ଶୂନ ତାହେଲେ 150। ବିକ୍ରୟ ମୂଲ୍ୟ ଯେହେତୁ ଲାଭ ହେଇଛି 5 ରେସିଓ ପ୍ଲସ 1 ରେସିଓ 6 ରେସିଓ ହେଇଯିବ। ତାହେଲେ 5 ରେସିଓ ପ୍ଲସ 6 ରେସିଓ ହଉଛି ଏସ୍ପି ସେଲିଂ ପ୍ରାଇସ୍। 1 ରେସିଓ ସମାନ 6 ରେସିଓ। ତାହେଲେ 6 ରେସିଓ 6 ଇଣ୍ଟୁ 150 ତାହେଲେ 1590 900 ଟଙ୍କା। ହେଲେ ଯଦି 750 ଟଙ୍କାରେ ବସ୍ତୁଟାକୁ କିଣିବ ଜଣେ ଦୋକାନୀ ବିକ୍ରି କରିବ କେତେରେ? 900 ଟଙ୍କାରେ ତାହେଲେ ଯାଇକି ସେ 20% ଲାଭ ପାଇପାରିବ। ବୁଝିହେଲା? ନମ୍ବର 8 କହିଛି ଗୋଟିଏ ବସ୍ତୁ 10% ରେ ବିକ୍ରି ହେଲା ଯଦି କ୍ରୟ ମୂଲ୍ୟ 1200 ବିକ୍ରୟ ମୂଲ୍ୟ କେତେ? ତାହେଲେ 10% 10% ଦେଇଛି ଶତକଡ଼ା କ୍ଷତି କ୍ଷତି 10% ତାହେଲେ ୟାକୁ ଆମେ ସିପି ନବା ଇଏ ହେଇଯିବ କ୍ଷତି। ଯଦି 10 ଟଙ୍କାରେ 10 ରେସିଓ ଇଏ ହେଲା 1 ରେସିଓ। ତାହେଲେ ତାର ଏସ୍ପି କେତେ ହବ? ଏସ୍ପି ହେଇଯିବ ଯେହେତୁ କ୍ଷତି ହେଇଛି 10 ଟଙ୍କା 10 ରେସିଓରୁ 1 ରେସିଓ ମାଇନସ 9 ରେସିଓ। ତାହେଲେ ଏସ୍ପି କେତେ? ଏସ୍ପି ଇକ୍ୱାଲ ଟୁ 9 ରେସିଓ।
पचारिछि कौन हमरो एसपी पचारिछि हमरो सीपी देइछि माने टोटल रेशियो देइछि केते 1200 तो रेशियो बराबर रेशियो 1200 विभक्त 10 तो कौन करथिबो 120 एक रेशियो बराबर 120 और 9 रेशियो बराबर 9 into 12 তাহলে 12 12 9 108 1080 ଟଙ୍କା ତାହେଲେ ଯଦି ଗୋଟେ ଜିନିଷକୁ 1200 ରେ କିଣୁଛି ଏବଂ 1080 ରେ ସେ ବିକ୍ରି କରୁଛି ତାହେଲେ 10% କ୍ଷତି ହଉଛି ବୁଝିଲା ତାହେଲେ ଚାଲନ୍ତୁ ଯିବା ନେକ୍ସଟ କ୍ୱେଶ୍ଚନ ହେଲା ଗୋଟେ ବେପାରୀ 500 ଟଙ୍କାର ବସ୍ତୁ କିଣି 450 ଟଙ୍କା ବିକୁଛନ୍ତି ତାହେଲେ କ୍ଷତି ତାହେଲେ ସିପି ଦେଇଛି 500 ଏସପି ଦେଇଛି 450 ନିଶ୍ଚିତ ଭାବରେ ହଉଛି କେତେ 50 ଟଙ୍କା 500 ଟଙ୍କାରେ କିଣିକି 450 କରିବ 50 ଟଙ୍କା ସହିବା ପାଇଁ ପଡିବ ହେଲେ 50 ଟଙ୍କା ପ୍ରତିଶତ ତାହେଲେ 50 ଟଙ୍କା କାହା ଉପରେ କ୍ଷତି ଲାଭ ହେଇଛି କ୍ଷତି ହେଇଛି ସିପି ଉପରେ ତାହେଲେ 500 ଉପରେ ପ୍ରତିଶତ 100 5 5 10 ତାହେଲେ 10% ତାହେଲେ କ୍ଷତି ହେଇଛି ବୁଝିଲା ଦେଖିବା ନେକ୍ସଟ କ୍ୱେଶ୍ଚନ ଗୋଟେ ବସ୍ତୁର ଚିହ୍ନିତ ମୂଲ୍ୟ ତାହେଲେ ଏମଆରପି ଦେଇଛି 2000 ଟଙ୍କା 25% ଛାଡ ଦେଇ ବିକ୍ରି କଲେ ବିକ୍ରୟ ମୂଲ୍ୟ କେତେ ତା ମାନେ एमआरपी डिस्काउंट देसी 25% ताले 25% बोलो 4 ताले ये हला सीपी हबो एक रेशियो 4 रेशियो हला सीपी एक रेशियो हला छाड़ो डिस्काउंट ताले हमर देछि केते 4 रेशियो ताले एक रेशियो बराबर केते 4 विभक्त 4 4 5 20 सम 50 बराबर 25 ताले जेहेतु एक विभक्त रेशियो विभक्त 4 रेशियो ହେଇଛି ତାହେଲେ ଏମାନଙ୍କର କ୍ଷତି ହେଇଛି ଡିସକାଉଣ୍ଟ ହେଇଛି ମାନେ ମାଇନସ ହବ ତାହେଲେ 4 रेशियो କଣ ହବ 4 रेशियो माइनस ତାହେଲେ 3 रेशियो 3 रेशियो बराबर 3 रेशियो बराबर 3 into 500 और 1500 ହେଲା ଇଏ ହେଲା ଆନ୍ସର ତାହେଲେ ଗୋଟେ ଜିନିଷକୁ 2000 ଟଙ୍କାରେ 2000 ଟଙ୍କା ଏମଆରପି ଦେଇ ତାକୁ ଯଦି 25% ଛାଡ ଦେଇ ବିକ୍ରି କରିବା 25% ଡିସକାଉଣ୍ଟ ଦବା ତାହେଲେ ଜିନିଷଟି କେତେ ଟଙ୍କାରେ ବିକ୍ରି ହବ ନା 1500 ଟଙ୍କାରେ ହେଲା ଚାଲନ୍ତୁ ନେକ୍ସଟ କ୍ୱେଶ୍ଚନ ନମ୍ବର 11 ଏଥିରେ କହିଛି ଗୋଟିଏ ବେପାରୀ 25% ଲାଭ ଚାହୁଁଥିଲା ମୂଲ୍ୟ 800 ହେଲେ ବିକ୍ରୟ ମୂଲ୍ୟ 25% ଲାଭ ପ୍ରଫିଟ 25% ର ଫ୍ରାକ୍ସନ ମୂଲ୍ୟ କେତେ 1/4 ये है सीपी 4 4 रेशियो ये 1 रेशियो 4 रेशियो वाला सीपी 1 रेशियो वाला प्रॉफिट बोले जेहेतु प्रॉफिट ହେଇଛି ସେମାନଙ୍କର एसपी 4 रेशियो प्लस 1 रेशियो 5 रेशियो ବୁଝିଲା ତାହେଲେ ଆମର ଦେଇଛି କଣ 4 रेशियो ଦେଇଛି 800 ର ମୂଲ୍ୟ 4 रेशियो बराबर 800 रेशियो बराबर 800 विभक्त 4 4 दुणे 8 ଶୂନ ଶୂନ 200 ଟଙ୍କା 1 रेशियो बराबर ତାହେଲେ କେତେ 200 ଟଙ୍କା ତାହେଲେ କେତେ ଆମର ପଚାରିଛି ବିକ୍ରୟ ମୂଲ୍ୟ 5 रेशियो 5 रेशियो इक्वल टू 5 into 200 1000 ତାହେଲେ ଗୋଟେ ଜିନିଷକୁ 800 ଟଙ୍କାରେ କିଣିକି ଆମେ 1000 ଟଙ୍କାରେ ଯଦି ବିକିବା ତାହେଲେ ଆମେ 25% ଲାଭ ପାଇପାରିବା ହେଲା ଆନ୍ସର नेक्स्ट क्वेश्चन गोटे वस्तु 20% କ୍ଷତିରେ ବିକ୍ରି ହୋଇ 640 ମିଳିଲା କ୍ରୟ ମୂଲ୍ୟ କେତେ ତା ମାନେ
20% ମାନେ 20% କ୍ଷତି ହେଇଛି ଏତିକିରେ, ଏତିକି ମିଳିଛି ତା ମାନେ ବିକ୍ରୟ ମୂଲ୍ୟ ଏତିକି ଦେଇଛି, ଏସପି ଦେଇଛି ଏରା, ତାହେଲେ ଏସପି ଦେଇଛି 640, ତାହେଲେ ପ୍ରତିଶତ କ୍ଷତି ଦେଇଛି କେତେ 20%, ତାହେଲେ 20% ର ଫ୍ରାକ୍ସନ ଭ୍ୟାଲୁ କେତେ 1/5, ତାହେଲେ ଇଏ ହଉଛି ସିପି ଆଉ ଇଏ ହଉଛି କ୍ଷତି, 1 ରେସିଓ ହଉଛି କ୍ଷତି, 5 ରେସିଓ ହେଲା ସିପି, ତାହେଲେ ଆମର ମାନଙ୍କର ଇଏ କ୍ଷତି ହେଇଛି, ତାହେଲେ ଏସପି କେତେ ହବ, ଏସପି ଇକ୍ୱାଲ ଟୁ 5 ରେସିଓ ମାଇନସ 1 ରେସିଓ, ତାହେଲେ 4 ରେସିଓ, କହିପାରିବା 4 ରେସିଓ ବରାବର 640, 1 ରେସିଓ ବରାବର 640 4, ତାହେଲେ 1664 160, କ୍ଷତି କେତେ 160 ଟଙ୍କା, ହେଲା ବିକ୍ରୟ ମୂଲ୍ୟ ପଚାରିଛି, ବିକ୍ରୟ ମୂଲ୍ୟ ପଚାରିଛି 4 ରେସିଓ, ମୂଲ୍ୟ ସି ପଚାରିଛି 5 ରେସିଓ, 5 ରେସିଓ ତାହେଲେ 5 ଇଣ୍ଟୁ 85, 800, ଗୋଟେ ଜିନିଷକୁ 20% କେତେ 740 ଟଙ୍କାରେ, ତାହେଲେ ସେଇଟାକୁ ବିକ୍ରୟ ମୂଲ୍ୟ କେତେ ହେଇଥିବ ନା 800 ଟଙ୍କା ହେଇଥିଲା, ତାହେଲେ ନେକ୍ସଟ କ୍ୱେଶ୍ଚନ ଦେଖିବା, କ୍ୱେଶ୍ଚନ ନମ୍ବର 13, क्वेश्चन नंबर 13 କହିଛି ଗୋଟେ ବେପାରୀ 10% ଲାଭ ଦେଖି 10% ଛାଡ ଦେଲେ ତ ମୋଟ ଲାଭ ହବ କେତେ, ମାନେ ଗୋଟେ ଜିନିଷ 100 ଟଙ୍କାରୁ ମାତ୍ର ଗୋଟେ ଜିନିଷ 100 ଟଙ୍କା, କଣ କଲା 10% ଲାଭ ଦେଖେଇଲା, ତାପରେ ଏମଆରପି ବନେଇଲା, ତାହେଲେ 100 ର 10% କେତେ 10, ତାହେଲେ 110, 110 ମାନେ କଣ ସେ 110 ଦେଲା, ସେଇଠୁ ସେ କଣ କଲା ନା 10% ଛାଡ କଲା, এইটু এই 10 ରୁ 10% ଛାଡ କଲା, ତାମାନେ 10%, 10 ବିଭକ୍ତ 100, ତାହେଲେ ଶୂନକୁ ଶୂନ କଟିଗଲା, ଶୂନକୁ ଶୂନ କଟିଗଲା, ତାହେଲେ 11 ତାହେଲେ ଡିସକାଉଣ୍ଟ କଲା, ବୁଝିଲା, ତାମାନେ ଜଣେ ବେପାରୀ କଣ କଲା 10% ଲାଭ ଦେଖାଇ ସେ ଲୋକଙ୍କୁ ଲାଭ ଦେଖେଇଲା, ଆକ୍ଚୁଆଲି ଜିନିଷଟା କେତେ 100 ଟଙ୍କାର 10% ଲାଭ ଦେଖେଇଲା, ତାମାନେ ସେ 10% କଲା, କଲା ପରେ ସେ 110 ଟଙ୍କାରୁ ସେ କଣ କଲା ନା 10% ଛାଡ କଲା, ମାନେ ଡିସକାଉଣ୍ଟ ଦେଲା, କାରଣ 10% 10 ବିଭକ୍ତ 100 ଡିସକାଉଣ୍ଟ ଦେଲା, ତାହେଲେ କେତେ ଡିସକାଉଣ୍ଟ ଦେଇଛି ନା 110 ରୁ 11 ଗଲେ କେତେ 99 ଟଙ୍କା, ଆକ୍ଚୁଆଲି ସେ 99 ଟଙ୍କାରେ ବିକ୍ରି କରିଛି, 100 ଟଙ୍କାରେ ତାର ଜିନିଷର ଦାମ ହଉଛି ସିପି, ସେ ଏମଆରପି କେତେ ଦେଇଥିଲା, ଏମଆରପି ଦେଇଥିଲା 110, ବିକ୍ରି ହେଲା କେତେ 99, ତାହେଲେ ଟଙ୍କେ କ୍ଷତି ହେଇଛି, ବୁଝିଲା, ତାହେଲେ କ୍ଷତି ହେଇଗଲା ଟଙ୍କେ, ଯେହେତୁ ଜିନିଷର ମୂଲ୍ୟ 100 ଟଙ୍କା ଥିଲା, ତାହେଲେ ସେ 99 ଟଙ୍କାରେ ବିକିଛି, 1 ଟଙ୍କା ସେ ଲସ୍ ରେ ପଡିଛି, ବୁଝିଲା, ଲସ୍, ତାହେଲେ ନମ୍ବର 14, ଗୋଟେ ବସ୍ତୁକୁ 600 ଟଙ୍କାରେ କିଣି 15% କ୍ଷତିରେ ବିକ୍ରି କଲେ ବିକ୍ରୟ ମୂଲ୍ୟ କେତେ, ମାନେ ସିପି ଦେଇଛି କେତେ 600 ଟଙ୍କା, percentage of loss ଦେଇଛି 15%, ତାହେଲେ 15% ଫ୍ରାକ୍ସନ ଭ୍ୟାଲୁ କେତେ 3/20, ଇଏ ହେଇଯିବ ସିପି, ହେଇଯିବ ଲସ୍, ଯଦି ଲସ୍ ହଉଛି ତାହେଲେ ଏସପି କେତେ ହବ, ଲସ୍ ହେଲା ମାନେ କମିବ, ତାହେଲେ ଏସପି ଇକ୍ୱାଲ ଟୁ
माइनस 3 ताले 17 रेशियो कहि परिबा ताको 20 रेशियो नबा ये होची 3 रेशियो ताले 20 रेशियो माइनस 3 रेशियो इक्वल टू 17 रेशियो ताले हमरो सीपी केते देइसी 20 रेशियो 600 रेशियो बराबर 600 विभक्त में 20 कते होला 30 एक रेशियो पहले 30 ताले 17 रेशियो केते 17 into 30 17 51 0 510 ता माने 600 टंकार जदि गोटे जिनिस किणा होउची ताको 510 टंकार बिक्री करे 15% क्षति होउची बुझला ଆଜିର ଲାଷ୍ଟ କ୍ୱେଶ୍ଚନ ତେଣୁ ଏ ଲାଷ୍ଟ କ୍ୱେଶ୍ଚନ କରିବା ପୂର୍ବରୁ ମୁଁ ଆପଣଙ୍କୁ କହିଦେବା ପାଇଁ ଚାହେଁ ନେକ୍ସଟ କ୍ଲାସ ଆମେ ନେଇକି ଆସିବା କିଛି ଆଡଭାନ୍ସ ଏବଂ ହାଇ ଲେଭେଲର କ୍ୱେଶ୍ଚନ ଏ ଆମର ପ୍ରଫିଟ ଲସ୍ ଏବଂ ଡିସକାଉଣ୍ଟ ସହିତ ରିଲେଟେଡ କ୍ୱେଶ୍ଚନ ବୁଝିଲେ ଆସନ୍ତୁ ଗୋଟିଏ ବସ୍ତୁକୁ ହଜାରରେ ଚିହ୍ନିତ କରାଗଲା 20% ଛାଡ଼ ଦେଲେ ବିକ୍ରୟ ମୂଲ୍ୟ କେତେ ତାମାନେ ଏମଆରପି ଦେଇଛି 1000 ତାହେଲେ percentage of discount कर देसी डिस्काउंट देसी 20% तो 20% of पर्सन वाला कितना है दोस्तों 5 ये है 5 रेशियो इक्वल टू हमें सीपी बोली कहवा এবং 1 रेशियो बराबर होची छाड़ बा डिस्काउंट তাহলে এমনক এসপি কেতে হবো যেহেতু ছাড় হয়েছে 5 রু 1 ছাড় 5 रेशियो रु 1 रेशियो ছাড় হয়েছে মানে মাইনাস হবো তাহলে 4 रेशियो হবো एसपी बुझला ताले हमर देछि केते सीपी बाय एमआरपी सीपी बाय एमआरपी हम 5 रेशियो बदल रे रेशियो इज इक्वल टू 1000 1 रेशियो बराबर 1000 विभक्त रे 5 5 गुणा 10 100 200 टका ताले 1 रेशियो बराबर 200 टका ताले 4 रेशियो बराबर 6 into 4 ताकना 100 ଯଦି ବସ୍ତୁ 1000 ଟଙ୍କା ଏମଆରପି କରୁଥିବା ତାକୁ 20% ଯଦି ଛାଡ଼ କରାଯିବ ତାହେଲେ କେତେରେ ବିକ୍ରି କରାଯିବ 800 ଟଙ୍କାରେ ସାର୍ ବୁଝିଲା ଏ ଥିଲା ପିଲାମାନେ ଆଜିର କ୍ଲାସ୍ ତେଣୁ ନେକ୍ସଟ କ୍ଲାସରେ ଆମେ ଆଲୋଚନା କରିବା ଆଡଭାନ୍ସ ଲେଭେଲର ଏବଂ ହାଇ ଲେଭେଲର କ୍ୱେଶ୍ଚନ ଆଜି ପାଇଁ ବିଦାୟ ଦିଅନ୍ତୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାନ୍ତୁ ଆମ କଣ୍ଟେଣ୍ଟ ଆମ ଭିଡ଼ିଓ ଆପଣମାନଙ୍କୁ କିପରି ଲାଗୁଛି ଜୟ ଜଗନ୍ନାଥ